ବାଦୁଡ଼ି ହେଉଛନ୍ତି ତୁଟାମୁଣ୍ଡା ଗାଁ ପାଇଁ ଶୁଭ ସଂକେତ। ବାଦୁଡ଼ି ଏକ ବିରଳ ପ୍ରାଣୀ ଯାହା ପୁରାତନ ଶୃଙ୍ଗ ବା ଗୁମ୍ଫାମାନଙ୍କରେ ଦେଖାଯାଆନ୍ତି। ହେଲେ ଏଠାରେ ଖୋଲା ଆକାଶ ତଳେ ଥିବା ବହୁ ପୁରାତନ ଗଛ ଡାଳରେ ଫଳ ପରି ଝୁଲି ଗୋଡ଼ ଉପର ଓ ମୁଣ୍ଡ ତଳକୁ କରି ଦୋଳି ଖେଳୁଛନ୍ତି ହଜାର ହଜାର ସଂଖ୍ୟକ ବାଦୁଡ଼ି। ଖାଲି ସେତିକି ନୁହେଁ, ଏମାନେ ଏହି ଗାଁ ପାଇଁ ହେଉଛନ୍ତି ଶୁଭପ୍ରଦ। ଏହା ଆମେ ନୁହେଁ, ଏହା କହୁଛନ୍ତି ଏଠାରେ ରହୁଥିବା ସ୍ଥାନୀୟ ଲୋକେ। ଖାଲି ସେତିକି ନୁହେଁ, ଏହି ବାଦୁଡ଼ି ରହିବା ଦିନଠୁ ଗାଁରେ ଖୁସିର ବାତାବରଣ। ନା ପଡ଼ୁଛି କେବେ ବିପଦ, ନା କୌଣସି ବିଘ୍ନ। ଆଉ ବିପଦ ଆସିବା ପୂର୍ବରୁ ସୂଚନା ଦେଇଥାନ୍ତି ଏହି ବାଦୁଡ଼ିମାନେ। ତେଣୁ ପୁରା ଗାଁ ପାଲଟିଛନ୍ତି ଏମାନଙ୍କ ସୁରକ୍ଷା କର୍ମୀ ଆଉ ସୃଷ୍ଟି କରିଛନ୍ତି ଏକ ଘନିଷ୍ଠ ସମ୍ପର୍କ। ସକାଳର ସୂର୍ଯ୍ୟ କିରଣ ସହ ଏହି ବାଦୁଡ଼ିଙ୍କ ଚେଁ ଚେଁ ଶବ୍ଦରେ ଆରମ୍ଭ ହୁଏ ସକାଳ। ଆଉ ଗାଁକୁ ବିପଦ ଆସିବା ପୂର୍ବରୁ ସଂକେତ ଦେଇଥାନ୍ତି ଏହି ବାଦୁଡ଼ିମାନେ। ଖାଲି ସେତିକି ନୁହେଁ, ଏହି ବାଦୁଡ଼ିଙ୍କୁ ଦେଖିବାକୁ ଦୂର ଦୂରାନ୍ତରୁ ଲୋକେ ଆସିଥାନ୍ତି। ହେଲେ ଦୁଃଖର ବିଷୟ, ଗାଁକୁ ନାହିଁ କଂକ୍ରିଟ ରାସ୍ତାଟିଏ। ତେଣୁ ଏଠାରେ ଏହି ବାଦୁଡ଼ିଙ୍କ ପାଇଁ ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ସରକାର ଏମାନଙ୍କୁ ଦୃଷ୍ଟି ରଖି ଆଇନ ସୁରକ୍ଷା ବ୍ୟବସ୍ଥା ସହ ଆଖପାଖରେ କିଛି ଖାଇବା ପାଇଁ ଫଳମୂଳ ଗଛ ଲଗାଇବା ସହ ପାଣି ପିଇବା ପାଇଁ ଏକ ଛୋଟ ପୋଖରୀ ଖନନ କରିବା ସହ ରାସ୍ତାଘାଟର ସୁବିଧା କରିଲେ ଏଠାକୁ ହଜାର ହଜାର ଲୋକ ଏହି ବାଦୁଡ଼ିଙ୍କୁ ଦେଖି ଆସିବେ ବୋଲି ପ୍ରକାଶ କରିଛନ୍ତି ଏଠାକାର ସ୍ଥାନୀୟ ଲୋକେ। ରେଢ଼ାଖୋଲରୁ ଗଜାନନ ବେସରାଙ୍କ ରିପୋର୍ଟ, ନ୍ୟୁଜ୍ ଓଡ଼ିଶା ଟିଭି।